ଲୁହା କୁଆଡ଼େ ଚୁମ୍ବକକୁ ଟାଣି ନିଏ ବୋଲି କୁହାଯାଏ ଏବଂ ଶ୍ରଦ୍ଧାବାନ କବିଟିର ଜନ୍ମିତ ମାଟିରେ ବିଧି ଚୁମ୍ବକୀୟ ଗୁଣ ରହିଥାଏ ଯିଏ ବାର ବାର ମଣିଷମାନଙ୍କୁ ସ୍ନେହର ଚୁମ୍ବକରେ ଟାଣି ଆଣୁଥାଏ। ମୁଁ ସେହିପରି ଜଣେ ସୌଭାଗ୍ୟବାନ ବ୍ୟକ୍ତି ଯେ ଏଇ ମାଟିରେ ଅଭିମନ୍ୟୁଙ୍କର ଜନ୍ମସ୍ଥାନରେ ଠିଆ ହୋଇ କିଛି ଶବ୍ଦୋଚ୍ଚାରଣ କରିବାର ସୁଯୋଗ ପାଇଛି ଆପଣମାନଙ୍କର ସମ୍ମୁଖରେ। ତେଣୁ ଅନୁଷ୍ଠାନ ନିକଟରେ, ସାହିତ୍ୟ ଏକାଡେମୀ ନିକଟରେ, ଆଜିର ସୁଧୀ ସଜ୍ଜନୀ ମଣ୍ଡଳୀଙ୍କର ନିକଟରେ ମୁଁ ଅଶେଷ 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 କୃତଜ୍ଞତା ଜ୍ଞାପନ କରୁଛି। ଗୋଟେ କବି କାଗଜରେ ବା ଭୃଜପତ୍ରରେ ଲେଖିଥିବା ତାର କିଛି ଶବ୍ଦ ସମ୍ଭାର ମାଧ୍ୟମରେ ଗୋଟେ ଜାତିକୁ କଣ ଏମିତି ଉପହାର ଦେଇଥାଏ ଯେ ସେ ଚାଲିଯିବାର ହଜାର ହଜାର ବର୍ଷ ପରେ ମଧ୍ୟ ସେ କବି ଗୁଣଗାନ କରାଯାଏ, ଯଶଗାନ କରାଯାଏ, କାବ୍ୟଚର୍ଚ୍ଚା କରାଯାଏ, ଅମୃତପାନ କରାଯାଏ ଏବଂ ପରବର୍ତ୍ତୀ ପିଢ଼ି ଉଦ୍ବୁଦ୍ଧ ହୁଅନ୍ତି, ଅନୁପ୍ରାଣିତ ହୁଅନ୍ତି, ମାଟି ଗର୍ବିତ ହୁଏ, ମାଟିର ମଣିଷମାନେ ଉଲ୍ଲସିତ ହୁଅନ୍ତି ଏବଂ ଜାତୀୟ ଜୀବନ ପଲ୍ଲବିତ ହୁଏ। ସେ ସାରସ୍ୱତ ସ୍ରଷ୍ଟାର ଶବ୍ଦ ଭିତରେ ଥିବା ଖୁନ୍ଦାଖୁନ୍ଦି ଭାବକୁ, ଖୁନ୍ଦାଖୁନ୍ଦି ରସକୁ, ତାର ଆବେଦନକୁ, ତାର ସାଙ୍ଗୀତିକତାକୁ, ତାର ଶବ୍ଦ ଚାତୁରୀକୁ, ଯାହା ହେଉଛି ତାଙ୍କର କବିତ୍ୱ କଳା। ଆମେ ସମସ୍ତେ କଥା କହୁ, କଥାରେ ଭାଷା ବ୍ୟବହାର କରୁ, କିନ୍ତୁ କବି ବ୍ୟବହାର କରୁଥିବା ଭାଷା ଭିତରେ ଏପରି ଚୁମ୍ବକୀୟ ଗୁଣ ଥାଏ ଯେ ଅଜସ୍ର ପାଠକଙ୍କର ହୃଦୟକୁ ତାହା ଟାଣି ରଖେ, ସଞ୍ଚରି ଯାଏ। ବିଦଗ୍ଧ ଚିନ୍ତାମଣିର ସ୍ରଷ୍ଟା ଅଭିମନ୍ୟୁ ସାମନ୍ତ ସିଂହାର ଓଡ଼ିଆ ସାହିତ୍ୟର ଏହିପରି ଧୀଶକ୍ତି ସମ୍ପନ୍ନ କାବ୍ୟ ସ୍ରଷ୍ଟା ଯାହାଙ୍କର କାବ୍ୟ ସାଧନା ମାଧ୍ୟମରେ ରସର ପ୍ରାବଲ୍ୟ ଅଛି, ଭାବର ଚାତୁର୍ଯ୍ୟ ଅଛି, ଶବ୍ଦର ମାଧୁର୍ଯ୍ୟ ଅଛି, ସଙ୍ଗୀତର ବୈଭବ ବିଭବ ଅଛି। ଏସବୁ ହିଁ ସମନ୍ୱିତ କରି ତାଙ୍କୁ ଓଡ଼ିଆ ସାହିତ୍ୟର ଏକ କୀର୍ତ୍ତିମାନ ଦୟାଦ ଭାବରେ ଛିଡ଼ା କରିପାରିଛି। ସମଗ୍ର ଓଡ଼ିଆ ରୀତି ସାହିତ୍ୟକୁ ଯଦି ଆମେ ପର୍ଯ୍ୟବେକ୍ଷଣ କରିବା ତାହେଲେ ବୈଷ୍ଣବ କାବ୍ୟ ଚେତନାକୁ, ବିଶେଷତଃ ଉତ୍କଳୀୟ ବୈଷ୍ଣବ ଚିନ୍ତାଧାରା ନୁହେଁ, ଗୌଡ଼ୀୟ ବୈଷ୍ଣବ ଭାବଧାରାକୁ ଅଧିକ ସଶକ୍ତ, ଅଧିକ ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଅଧିକ ରସାଳ କରି ପରିବେଷଣ କରିଥିବା କବି ଶିଳ୍ପୀଟି ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ବାଲ୍ୟକାଳରୁ ତାଙ୍କ କବିତ୍ୱର ଉନ୍ମେଷ ଘଟିଥିଲା। ଏକ ସମ୍ଭ୍ରାନ୍ତ ଜମିଦାର ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ହାତରେ ବନ୍ଧୁକ ଏବଂ ପଶୁପକ୍ଷୀ ଶିକାର କରି ତାଙ୍କର ସମ୍ଭ୍ରାନ୍ତ ଗୁଣର ପରିଚୟ ଦେବାର ଅବକାଶ ଥିଲା ତାଙ୍କ ପାଖରେ, କିନ୍ତୁ ତୋପ ମୁନରେ ନୁହେଁ, କଲମ ମୁନରେ ହିଁ ସେ ଓଡ଼ିଆ ସାହିତ୍ୟର ଗୋଟେ କାଳଜୟୀ କବିର କୃତିତ୍ୱ ଅର୍ଜନ କଲେ, ଯାହା ତାଙ୍କୁ ସବୁଦିନ ପାଇଁ ବଞ୍ଚାଇ ରଖିବ ଓଡ଼ିଆ ସାହିତ୍ୟର ଇତିହାସରେ। ସେହି କବି, ନମସ୍ୟ କବି, ଯେ ପୌରାଣିକ ଏବଂ କାଳ୍ପନିକ ଉଭୟ ପ୍ରକାର କାବ୍ୟ ରଚନାରେ ନିଜର ସିଦ୍ଧହସ୍ତତା ପ୍ରତିପାଦନ କରିଛନ୍ତି। ଓଡ଼ିଆ ସାହିତ୍ୟରେ ସେ ସମଖଣ୍ଡ ଥିଲା, ଗୋଟେ ଛାନ୍ଦସିକତାର ଯୁଗ, ଆଳଙ୍କାରିକତାର ଯୁଗ ଏବଂ ପ୍ରଣ ଚେତନାର ଯୁଗ। ଶୃଙ୍ଗାରିକତା ଏବଂ ଆଳଙ୍କାରିକତାର ସମନ୍ୱୟରେ ଯେତେବେଳେ ସମଗ୍ର ଓଡ଼ିଆ ସାହିତ୍ୟ ବିଭୂଷିତ ହୋଇଥିଲା, ସେହି ଆଳଙ୍କାରିକତା ଏବଂ ଶୃଙ୍ଗାରିକତାକୁ ଏକ ଆଧ୍ୟାତ୍ମିକ ତାତ୍ତ୍ୱିକ ମାର୍ଗରେ ପ୍ରଭାବିତ କରି ଅଭିମନ୍ୟୁ ସାମନ୍ତ ସିଂହାର ଅପୂର୍ବ ସ୍ୱକୀୟତା ପ୍ରତିପାଦନ କରିଛନ୍ତି ତାଙ୍କର କାବ୍ୟ ଚାତୁରୀ ମାଧ୍ୟମରେ। ସହଜରେ ତାଙ୍କର ଗ୍ରନ୍ଥ ଭିତରକୁ ଅଧ୍ୟୟନ କରି ଅନୁପ୍ରବେଶ କରିବା ହୁଏତ ବେଳେବେଳେ କଷ୍ଟକର ହୋଇଯାଏ, କାରଣ ଏତେ ଶବ୍ଦ ଗାମ୍ଭୀର୍ଯ୍ୟ ରହିଛି, ଏତେ ଭାବ ମାଧୁର୍ଯ୍ୟ ରହିଛି ଯେ ବିଶେଷ ପାଠକ ନହେଲେ, ବିଦଗ୍ଧ ପାଠକ ନହେଲେ, ଜ୍ଞାନବାନ ପାଠକ ବା ଶ୍ରୋତା ନହେଲେ ତା ଭିତରକୁ ସନ୍ତରଣ କରିବା ବେଳେବେଳେ କଷ୍ଟ ହୋଇଯାଏ। ସେ ତ ନିଜେ ସ୍ୱୀକାର କରିଛନ୍ତି କେଉଁମାନେ ଏହାକୁ ଅଧ୍ୟୟନ କରିପାରିବେ, କିପରି ଭାବରେ ଏ କାବ୍ୟ ରଚନା କରାଯାଇଛି। ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଣକୃତ ପାକ, ଥୋକେ ହେବ ନାରିକେଳ ଖର୍ଜୁର ରୋଚକଏ, ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି, ଏଣୁ ମହାଜନ ମାର୍ଗ ପରମ୍ପରା ବିଧି। ପାଠକ ମାନଙ୍କୁ ବିଦଗ୍ଧ ଚିନ୍ତାମଣିର ପ୍ରଥମ ଛାନ୍ଦରେ ସେ କହିଦେଇଛନ୍ତି ଯେ ତିନି ପ୍ରକାରର ହେଉଛି ମୋର କାବ୍ୟ ଶୈଳୀ। ଥୋକେ ସ୍ଥଳ ହେବ, କେତେକ ସ୍ଥଳ ହେବ କିପରି, ଦ୍ରାକ୍ଷା ଗୁଣକୃତ ପାକ, ଦ୍ରାକ୍ଷା ଅଙ୍ଗୁର ଏବଂ ଗୁଡ଼ ମିଶିଲେ ଯେପରି ମିଷ୍ଟତା ଆସେ, ଖଟା ଗୁଣଟି ଚାଲିଯାଏ ଅଙ୍ଗୁରର, ସେଇ ମିଷ୍ଟତା ଗୁଣ, ସେଇ ଅମୃତ ତୁଲ୍ୟ ଗୁଣ, ସେ ମାଧୁର୍ଯ୍ୟ ଗୁଣର କବିତା ମୁଁ ରଚନା କରିଛି କିଛି ସ୍ଥଳରେ। ଥୋକେ ହେବ ନାରିକେଳ ଖର୍ଜୁର ରୋଚକଏ, ନାରିକେଳ ମାନେ ନଡ଼ିଆ। କେତେକ ସ୍ଥାନରେ ଆପଣମାନେ ହେ ପାଠକ ବୃନ୍ଦ ଲକ୍ଷ୍ୟ କରିପାରିବେ ନଡ଼ିଆ
ପରି ଅନୁଭବ କରିପାରିବେ ମୋର କାବ୍ୟଟା କରି। ନଡ଼ିଆ କେମିତି ତାର ଉପରଟା ଟାଣ ଏବଂ ଭିତରଟା କୋମଳ। ତେଣୁ ପଢୁ ପଢୁ ହୁଏତ କ୍ଲିଷ୍ଟ ଶବ୍ଦମାନଙ୍କର ସାମ୍ନା କରିବା ପାଇଁ ପାଠକମାନଙ୍କୁ ପଡ଼ିପାରେ, କିନ୍ତୁ ତା ଭିତରକୁ ନଡ଼ିଆର କତାଟା ଖୋଲିଲେ ନଡ଼ିଆ ଭିତରେ ସୁସ୍ୱାଦୁ ଜଳ ସହିତ ନଡ଼ିଆ ପାନ କରିବା, ନଡ଼ିଆ ଖାଦନ କରିବାର ସୌଭାଗ୍ୟ ମିଳିପାରେ। ଏବଂ ଆଉ କେତେକ ସ୍ଥାନରେ ଏମିତି ହୋଇଛି ଯେ ଖଜୁରୀ ଖାଇଲା ପରି ଲାଗିବ ଆପଣମାନଙ୍କୁ କେତେକ ପଦ। ନଡ଼ିଆର ଠିକ୍ ବିପରୀତ ହେଉଛି ଖଜୁରୀ। ନଡ଼ିଆଟା ଉପର ଟାଣ ଭିତରେ ଜଳ, ଖଜୁରୀଟା ଉପର କୋମଳ ଭିତରେ ଟାଣ। ଖଜୁରୀର ଉପର ଅଂଶଟି ଆମେ ଖାଉ ଏବଂ ମଝି ଅଂଶଟାକୁ ତ୍ୟାଗ କରିଦେଉ, ପରିତ୍ୟକ୍ତ କରିଦେଉ, ମଞ୍ଜି ଫିଙ୍ଗି ଦେଉ। ଠିକ୍ ସେହିପରି ଅଭିମନ୍ୟୁଙ୍କର କାବ୍ୟ କବିତା ଭିତରେ ଆମେ ଏମିତି କିଛି ଉଦାହରଣ ପାଇବା ଯାହା ଭିତରେ ତାଙ୍କର କାବ୍ୟ କଳାର ଚାତୁରୀକୁ ଲକ୍ଷ୍ୟ କରିପାରିବା। ଜଳ ସୁତ ସୁତ ତାସୁତ 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 ସୁତ ତାସୁତ ତାସୁତ ସୁତାସୁତ ହେବାର ନୁହ ଭାବିତ ହେ ବୀର ପ୍ରିୟା ପ୍ରୀତି କରୁଅଛ ତୀର ହୁଏ। ବିଦଗ୍ଧ ଚିନ୍ତାମଣିର ବାସ୍ତରୀ ଛାନ୍ଦରେ ଏ ଯେଉଁ ଉକ୍ତି, ସେଠି କେତେ ଟୀକା ଟିପ୍ପଣୀ ଅର୍ଥ ଭାବାର୍ଥ କଲେ ଯାଇ ଆମେ ରାଧାଙ୍କର ସ୍ୱରୂପଟାକୁ ପାଇପାରିବା। ଜଳ କିଏ, ତା ସୁତ କିଏ, ତା ସୁତ କିଏ, ତା ସୁତ କିଏ, ତା ସୁତ କିଏ, ଏ ସମସ୍ତ ଟୀକା ଟିପ୍ପଣୀ ଏବଂ ଅର୍ଥ ଭାବାର୍ଥ କଲାବେଳେ ହୁଏତ ପାଠକ ବେଳେ ବେଳେ ବାଟବଣା ହୋଇଯିବାର ସମ୍ଭାବନା ରହିଥାଏ। ତେଣୁ ଏ ହେଉଛି ଗୋଟେ ପ୍ରକାର କଷ୍ଟ କ୍ଲିଷ୍ଟ କଠିନ ଶବ୍ଦ ସମ୍ଭାରର ନାରିକେଳ ପାକ ସଦୃଶ। ଏବଂ ଆଉ କେତେକ ସ୍ଥାନରେ ଆମେ ଦେଖୁ ଯାହା ପଠନ ଚାତୁରୀରେ ଆମକୁ ଆମୋଦ ଦିଏ, ଭିତରେ ବିଶେଷ ମାଦକତା ନଥାଏ, ଉପରଟା ମିଠା ଏବଂ ଭିତରେ ଟିକେ ମଞ୍ଜି, ଯାହା ବିଶେଷ ଗ୍ରହଣୀୟ ନୁହେଁ, ତାହା ତ୍ୟାଗ କରିବାର ଯୋଗ୍ୟ। ଏପରି ପଦ ଗୁଡ଼ିକ ମଧ୍ୟ ଅଭିମନ୍ୟୁଙ୍କର ସାହିତ୍ୟ ଭିତରେ ରହିଛି, ଯେଉଁଥିରେ ସୁନ୍ଦର ସାଙ୍ଗୀତିକତା ଆମେ ପାଇପାରୁ, କର୍ଣ୍ଣ ରସାୟନ ହୋଇପାରେ ଏବଂ ତା ଭିତରେ ସେ କର୍ଣ୍ଣ ରସାୟନ ହେଉଛି ଯଥେଷ୍ଟ ସୁସ୍ୱାଦୁ ଖାଦ୍ୟ, ଭିତର ଅର୍ଥ ଗୌରବ ତା ଭିତରେ ଯଥେଷ୍ଟ ମାତ୍ରାରେ ନଥାଏ। ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ, କାହା କଟି ସ୍ଥିତ ଦେଖି ମାଠିଆ, ବୁଲନ୍ତି ବନ୍ଧନୁ ତୁହ ବିଠିଆ, ପାଣି ଆଣିବାକୁ ମତେ ପଠିଆ ଯେ, ଶୁଣି ଗୋପୀ ହେଲେ ଠିଆ ଯେ। ଏ ତୃତୀୟ ଛନ୍ଦରେ ଉଦାହରଣ ଭିତରେ ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା ମାଧ୍ୟମରେ ସଙ୍ଗୀତର ଏ ଯେଉଁ ଠିଆ ମାଠିଆ, ଏ ଶବ୍ଦ ସଂଯୋଜନା ମାଧ୍ୟମରେ ଯେଉଁ ଧ୍ୱନି ମାଧୁର୍ଯ୍ୟ ସୃଷ୍ଟି କରିଛନ୍ତି, ତାହା ଗୋଟାଏ ପ୍ରକାର ଖର୍ଜୁର ପାକର ଉଦାହରଣ। ଏବଂ ଏମିତି କେତେ ଅଂଶ ରହିଛି ଯାହାର ଉପର ମିଠା ଭିତର ବି ମିଠା। ସେ ସୁମିଷ୍ଟ ପଦାର୍ଥ ସବୁ ଦେଇଛନ୍ତି ଓଡ଼ିଆ ପାଠକମାନଙ୍କୁ, ଯେଉଁ ଭିତରେ ଗହନ ପ୍ରଣୟ ତତ୍ତ୍ୱ ରହିଛି, ତା ଭିତରେ ମାନବୀୟତା ବି ରହିଛି, ଆଧ୍ୟାତ୍ମିକ ପ୍ରେମର ଚିନ୍ତନ ମଧ୍ୟ ରହିଛି। ଅଭିମନ୍ୟୁ ଏ କଥାକୁ ଅବଶ୍ୟ ସୂଚାଇ ଦେଇଛନ୍ତି ଯେ ସବୁ ପାଠକ ଏହା ଗ୍ରହଣ କରିବା ପାଇଁ ସମର୍ଥ ହେବେ ନାହିଁ। ସେ ପ୍ରଥମ ଛନ୍ଦରେ ବିଦଗ୍ଧ ଚିନ୍ତାମଣିର ଏଇ କଥା ମଧ୍ୟ କହିଛନ୍ତି, ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଅନୁମାନ, ଏ ଚାରି ଜିନିଷକୁ ଗ୍ରହଣ କଲେ ଯାଇ ସେମାନେ ରସପାନ କରିପାରିବେ, ବୁଦ୍ଧି ଜ୍ଞାନ ପାଇପାରିବେ। କ'ଣ? ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଏବଂ ଅନୁମାନ। हे पाठक माने जो कवि कविता रचना करे तार पाठकीय मूल्य ग्रहण करबा पई हेले कविर मानसिकता को अध्ययन करबा आवश्यक एवं से कवि को छुईबा पई हेले कवि जहा कहउचंती कविंकर जो निर्देशावली से अनुसार काव्य पाठ को आमे पहुंचीबा आवश्यक। एठारे चारोटी जो प्रकार कथा कहिले ध्रुव शब्द ध्रुव माने सत्य जहाँ आर्ष वचन बोली कहे सिद्ध वचन बोली कहे जो माने सिद्ध वचन किसी जानी थे साक्षात अर्थात प्रत्यक्ष ज्ञान जो मानकर प्रैक्टिकल एक्सपीरियंस थी प्रत्यक्ष ज्ञान अधिकारी होइथिबे। तुलना अर्थ होउची उपमा ए उपमा प्रदान करिवार कैपेसिटी बा क्षमता जहा पाखरे थिबो एवं अनुमान आनुमानिक शक्ति पाठक मध्य गोटे कल्पना करिवार शक्ति यदि पाठक पाखरे नाही ताहले मध्य अभिमन्युंकर साहित्य को से अध्ययन करी प्रकृत रस आहरण करि पारिबो नाही। तेणु काव्यामृत रस पान करबा पई हेले पाठक माननको मध्य ए सब गुण संपन्न हवा को पड़िबा आवश्यक। विदग्ध चिंतामणिकार एई कथा तांकर प्रथम छंदरे सूचई देई केवल लेखक नुहे पाठक माननको मध्य साहित्यान्वेषी हवा पई
ସୁଧୀଜନ ହେବା ପାଇଁ ସଜ୍ଜନ ହେବା ପାଇଁ ସେ ଆମନ୍ତ୍ରଣ କରିଛନ୍ତି। ସାଧୁମାନଙ୍କୁ ନିବେଦନ କରିବା ଏବଂ ଅସାଧୁ ଦୁର୍ଜନମାନଙ୍କୁ ନିନ୍ଦା କରିବାର ଯେଉଁ ପରମ୍ପରା ଥିଲା, ଖଳ ସ୍ତୁତି ଏବଂ ସାଧୁ ନିନ୍ଦା, ଏ ପରମ୍ପରାକୁ ସ୍ୱୀକାର କରି ସେଇ ବିଦଗ୍ଧ ଚିନ୍ତାମଣି କାବ୍ୟରେ ଅଭିମନ୍ୟୁ କହୁଛନ୍ତି ଯେ ସବୁ ଅମୃତକୁ କିଏ ପାନ କରିବ? ସାଧୁଜନଙ୍କ ପାଇଁ ଏ ଅମୃତ ମୁଁ ରଖି ଏବଂ ଅସାଧୁମାନଙ୍କ ପାଇଁ ମୁଁ ବିଷ ରଖିଛି। ତେଣୁ ବୋଥ୍ ଆର୍ ଇନ୍ ଅଭିମନ୍ୟୁ ଲିଟରେଚର। ଅଭିମନ୍ୟୁଙ୍କର ସାହିତ୍ୟରେ ବିଷ ବି ଅଛି, ଅମୃତ ବି ଅଛି। ତାକୁ ୟୁଜ୍ କରିବା ଉପରେ ନିର୍ଭର କରେ କିଏ କେମିତି ବ୍ୟବହାର କରିବ। ସାଧୁଜନ ମାନଙ୍କ ପାଇଁ ଅମୃତ ମୁଁ ବାଣ୍ଟି ରଖିଛି, ସେ ଅମୃତକୁ ଗ୍ରହଣ କରିବେ ସେମାନେ, ଦେବତୁଲ୍ୟ ସେମାନେ, କାରଣ ଅମୃତ ତେଣୁ ତାଙ୍କର ପ୍ରାପ୍ୟ। ଏବଂ ମହୁରା କବିତ୍ୱ ଦୋଷ ପସରାରେ ଥାଇ ମଜ୍ଜିବେ ନାହିଁ କି ଖଳେ ତାହା ନୀତି ଧ୍ୟାଇ। ଏ ଉକ୍ତି ଭିତରେ ଆମେ ଲକ୍ଷ୍ୟ କରିପାରିବା ମୋର ଯେଉଁ କାବ୍ୟ ରୂପକ ପସରାଟି ରଖିଛି, ହେ ପାଠକ ମାନେ, ଯାହା ଭିତରେ ଶବ୍ଦ ଅଛି, ସଙ୍ଗୀତ ଅଛି, ଭାବ ଅଛି, ରସ ଅଛି, ଏ ସମସ୍ତର ଯେଉଁ କାବ୍ୟ ପସରାଟି, ତା ଭିତରେ ବିଷ ବି ଅଛି, ଅମୃତ ବି ଅଛି। ବିଷ ତ ସୁଧୀଜନଙ୍କ ପାଇଁ, ପଣ୍ଡିତମାନଙ୍କ ପାଇଁ, ବିଜ୍ଞମାନଙ୍କ ପାଇଁ, ସଜ୍ଜନମାନଙ୍କ ପାଇଁ, କିନ୍ତୁ ମହୁରା କବିତ୍ୱ ଦୋଷ, ଏ କାବ୍ୟ ଭିତରେ ଯେଉଁ ମହୁରା ବା ମହରା ବା ବିଷ, ମଜ୍ଜିବେ ନାହିଁ କି ଖଳେ, ଖଳ ଲୋକମାନେ ସେହି ମହୁରା ପାନ କରିବାରେ ନିମଜ୍ଜିତ ହେବେ। ଦୁର୍ଜନ ବ୍ୟକ୍ତିମାନଙ୍କ ପାଇଁ ମୁଁ ବିଷ ମଧ୍ୟ ରଖିଛି। ତେଣୁ ସମାଜର ଉତ୍ତମ ପାଠକମାନଙ୍କୁ କାବ୍ୟରସ ପାନ କରିବା ପାଇଁ ଆହ୍ୱାନ କରିବା ସହିତ ଅଭିମନ୍ୟୁ ଦୁଷ୍ଟ ଦୁର୍ଜନ ନାସ୍ତିକମାନଙ୍କ ପାଇଁ, ଯେଉଁମାନଙ୍କ ପାଖରେ ପ୍ରକୃତରେ କଳା ଜ୍ଞାନ ନାହିଁ, ଯେଉଁମାନେ ଭଲକୁ ଭଲ ଭାବରେ ଦେଖିବାର ଶକ୍ତି ପାଇପାରନ୍ତି ନାହିଁ, ଯେଉଁମାନଙ୍କର ଆଖି ଅଛି କିନ୍ତୁ ସବୁବେଳେ ଅପଦ୍ରବ୍ୟକୁ ଦେଖିବା ପାଇଁ ଯେଉଁମାନେ ଚେଷ୍ଟିତ ହୁଅନ୍ତି, ପଦ୍ମ ପୁଷ୍କରିଣୀ ମଧ୍ୟରେ ଯେଉଁମାନେ ପଙ୍କକୁ ଖୋଜିବା ପାଇଁ ଆଖିକୁ ଖଟାନ୍ତି, ସେହିପରି ଦୁର୍ଜନମାନଙ୍କ ପାଇଁ କାବ୍ୟ ବିଷ ପ୍ରଦାନ କରିବା ପାଇଁ କବି ଅଭିମନ୍ୟୁ ସତେ ଯେମିତି ନିର୍ଦ୍ଦେଶ ଦେଇଛନ୍ତି ତାଙ୍କର କାବ୍ୟ କବିତା ମାଧ୍ୟମରେ। ଓଡ଼ିଆ ସାହିତ୍ୟର ରୀତିଯୁଗ ପର୍ଯ୍ୟାୟକୁ ଯଦି ଆମେ ଦେଖିବା, ଭଞ୍ଜ ଥିଲେ ତାଙ୍କର ଅନ୍ୟତମ କାବ୍ୟ ଗୁରୁ, କିନ୍ତୁ ପ୍ରତ୍ୟକ୍ଷ ଭାବରେ ବୈଷ୍ଣବ ଧର୍ମର ଦୀକ୍ଷା ଗ୍ରହଣ କରିଥିଲେ ସେ କବି ସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ଠାରୁ। ଏବଂ ଯେତେବେଳେ ବୈଷ୍ଣବ ଧର୍ମରେ ସେ ଦୀକ୍ଷିତ ହେଲେ, ବୈଷ୍ଣବ ଗୌଡ଼ୀୟ ବୈଷ୍ଣବ ମାନଙ୍କର ଚିନ୍ତାଧାରାରେ ପ୍ରତ୍ୟେକ ଭକ୍ତ ହେଉଛନ୍ତି ଜଣେ ଜଣେ ନାରୀ। ତେଣୁ ନାରୀ ମାନସିକତା ଭକ୍ତର ଗୋଟେ ପ୍ରଧାନ ଲକ୍ଷଣ, କାରଣ ଶାସ୍ତ୍ର କହେ ଏ ସମଗ୍ର ଜଗତ ହେଉଛି ନାରୀମୟ। ବାସୁଦେବ ଏକ ପୁମାନ ସ୍ତ୍ରୀମୟମ୍ ସମଗ୍ର ଜଗତ। ଏକମାତ୍ର ଜଣେ ପୁରୁଷ ରହିଛନ୍ତି ଏ ପୃଥିବୀରେ, ସେ ହେଉଛନ୍ତି ବାସୁଦେବ କୃଷ୍ଣ। ଏବଂ ଆମେ ସମସ୍ତେ ନାରୀ ହଉ ନର ହଉ ସମସ୍ତେ ଆମେ ନାରୀ ଗୁଣ ସମ୍ପନ୍ନ, କାରଣ ଆମେ ସମସ୍ତେ ଆତ୍ମାର ପ୍ରତୀକ। ଏକମାତ୍ର ପରମାତ୍ମା ପୁରୁଷ ହେଉଛନ୍ତି ଭଗବାନ। ତେଣୁ ସେଇ ମାନସିକତା ଦୃଷ୍ଟିରୁ ଯାହା ଆମର ମୁଖ୍ୟ ବକ୍ତା ମଧ୍ୟ କହୁଥିଲେ, ସେ ରାଧାଙ୍କୁ ଅଧିକ ଗୁରୁତ୍ୱ ଦେଲେ ଏବଂ ଦ୍ୱାଦଶ ଶତାବ୍ଦୀରେ ଜୟଦେବ ତାଙ୍କର ଗୀତ ଗୋବିନ୍ଦରେ ଏ ତତ୍ତ୍ୱର ଆଦି ଉନ୍ମେଷ କରିଛନ୍ତି ବୋଲି ଅନେକ ସମାଲୋଚକ କହୁଛନ୍ତି। ସେହି ତତ୍ତ୍ୱକୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅଧିକ ପ୍ରାଞ୍ଜଳ ଓ ପଲ୍ଲବିତ କରିବାରେ ଏବଂ ତାର ଗହନତା ଭିତରକୁ ପ୍ରବେଶ କରିବାରେ ସେ ପାଠକମାନଙ୍କୁ ସୁଯୋଗ ଦେଇଛନ୍ତି ଏବଂ କୃଷ୍ଣଙ୍କ ଅପେକ୍ଷା ଅଧିକ ମାନ୍ୟତା ଦେଇଛନ୍ତି ତାଙ୍କର ପ୍ରାଣ ସମା ଚିତ୍ତ ବିନୋଦିନୀ ରାଧିକାଙ୍କୁ, ଯୋଉଥିପାଇଁ ରାଧା 3 ଦିନ ହେବା ପର୍ଯ୍ୟନ୍ତ କାହାକୁ ଦେଖିନଥିଲେ ପୃଥିବୀର ଏବଂ ପ୍ରଥମ କରି ଦର୍ଶନ କଲେ ଅମୃତ ତୁଲ୍ୟ ଦେବ ଶିଶୁ ଶ୍ରୀକୃଷ୍ଣଙ୍କୁ। ଦର୍ଶନରେ କୃଷ୍ଣ, କିନ୍ତୁ ଦର୍ଶନରେ ତାଙ୍କର ତୃପ୍ତି ଆସୁନାହିଁ। ଯେମିତି ମୈଥିଳୀ କବି ବିଦ୍ୟାପତି ବାର ବାର ଦେଖୁଥିଲେ କୃଷ୍ଣଙ୍କୁ ତାଙ୍କର ରାଧା, କିନ୍ତୁ ତାଙ୍କ ଆଖିରେ ତୃପ୍ତି ନଥିଲା। ଜନମ ଅବ୍ଧି ହମ୍ ରୂପ ନେହାର ନୟନ ତିରପିତ ଭେଲ। ଜନ୍ମ ଜନ୍ମ ଧରି ମୁଁ କୃଷ୍ଣଙ୍କୁ ଦେଖୁଥିଲେ ମଧ୍ୟ ବାରମ୍ବାର ମୋର ଆଖିରେ ତୃପ୍ତି ଆସେ ନାହିଁ। ରାଧାଙ୍କ କ୍ଷେତ୍ରରେ ଅଭିମନ୍ୟୁ ତାହା ହିଁ ପ୍ରତିପାଦନ କରିବା ପାଇଁ ଚେଷ୍ଟା କରିଛନ୍ତି। କୃଷ୍ଣ ବିହୀନ କ୍ଷଣଟିଏ ମଧ୍ୟ ତାଙ୍କ ପକ୍ଷରେ ଜୀବନ ଧାରଣ କରିବା ଦୁର୍ବିଷହ ହୋଇ ଉଠୁଛି। ତେଣୁ ପ୍ରତି ମୁହୂର୍ତ୍ତରେ ସେ କୃଷ୍ଣଙ୍କର ସାନ୍ନିଧ୍ୟ କାମନା କରିଛନ୍ତି। ସମକାଳୀନ ଯେଉଁ କୃଷ୍ଣ ପ୍ରେମୀ କବିମାନେ ଥିଲେ, ମୁଖ୍ୟ ବକ୍ତା 3 ଜଣଙ୍କର ନାଁ କହୁଥିଲେ। ଜଣେ ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର, ଜଣେ ହେଉଛନ୍ତି ଭକ୍ତଚରଣ ଦାସ ଏବଂ ଆଉ ଜଣେ ହେଉଛନ୍ତି ଦୀନକୃଷ୍ଣ ଦାସ।
ମୁଁ ତାଙ୍କ ସହିତ ଆଉ ଜଣଙ୍କୁ ଯୋଡ଼ିବି। 4 ଜଣ ବୈଷ୍ଣବ କବି ଓଡ଼ିଆ ସାହିତ୍ୟରେ ବିଶେଷ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ହେଉଛନ୍ତି କବି ସୂର୍ଯ୍ୟ ବଳଦେବ ରଥ ଏବଂ ଏମାନେ ଗୋଟିଏ କାନ୍ଥର ଚତୁଃପାର୍ଶ୍ୱ ପରି 4 କୋଣ ପରି ଓଡ଼ିଆ ବୈଷ୍ଣବ କାବ୍ୟଧାରାକୁ ସ୍ୱତନ୍ତ୍ର ଭାବରେ ନିଜସ୍ୱ ଦୀକ୍ଷାରେ ଶିକ୍ଷାରେ କବିତ୍ୱର ସିଦ୍ଧିରେ ଅଗ୍ରଗାମୀ କରିଛନ୍ତି। ଦୀନକୃଷ୍ଣଙ୍କର କବିତା ଭିତରେ ଆମେ ଦେଖୁ ଯେଉଁ ରାଧାଙ୍କୁ ସେ ତାଙ୍କର ଆରମ୍ଭ କରିଛନ୍ତି ଜଗନ୍ନାଥଙ୍କ ଠାରୁ କୃଷ୍ଣଙ୍କର ଆବିର୍ଭାବ କଥା ଏବଂ ତାଙ୍କର ରାଧା ଭିତରେ ଗୋଟେ କୋମଳ ନାରୀ ପ୍ରାଣର ସହୃଦୟତାକୁ ଆମେ ଲକ୍ଷ୍ୟ କରିପାରିବା। ସେ ମାନବୀ ନାରୀର ଚିତ୍ର ଅଙ୍କନ କରିଛନ୍ତି ଯୋଉଥିପାଇଁ କୃଷ୍ଣଙ୍କର ପ୍ରେମରେ ଦଶାରେ ପୀଡ଼ିତ ହେବା ପାଇଁ ଯାଉଛନ୍ତି। 34 ଛନ୍ଦରେ ରସକଲ୍ଲୋଳ କାବ୍ୟର କାହା ବିରହ ନର୍ତ୍ତକୀ ଉତ୍କଟ କୁକିଳ ଗୀତକୁ କରିଛି ନାଟ କଳେବର ରଙ୍ଗ ଭୂମି ହୋଇଛି କାମ ନୃପତି ଶୋଭାକୁ ପାଉଛି। କାହା ବିଚ୍ଛେଦରେ କୃଷ୍ଣଙ୍କର ବିଚ୍ଛେଦରେ କୋଉ ବିରହିଣୀ ଗୋପାଙ୍ଗନା ହୁଏତ ନିଦ୍ରା ବିମୋହିତ ହୋଇ ପଡୁଛି, କିଏ ହୁଏତ ଆଖି ମିଟ ମିଟ କରି ଚାହୁଁଛି, ନିସ୍ତେଜ ଅବସ୍ଥା ଆସିଛି, କିଏ ବିରହରେ ନାଚି ଉଠୁଛି ନର୍ତ୍ତନ କରୁଛି, ତାକୁ ନଚଉଛି କନ୍ଦର୍ପ। ଏପରି ଅବସ୍ଥା କେବଳ ମାନବୀୟ ସତ୍ତା ପାଇଁ ସମ୍ଭବ ହୁଏ। ଦେବତ୍ୱର ଆଭିମୁଖ୍ୟ ତା ସହିତ ଯୋଡ଼ିଦେଲେ ଦେବୀ କେତେବେଳେ ବିରହରେ ନାଚିବାର ଚିତ୍ର ନାହିଁ। ଏହା ହେଉଛି ମାନବୀୟତା ହ୍ୟୁମାନିଟି। ଏବଂ ଆମେ ଯେତେବେଳେ ସେଇ ତତ୍ତ୍ୱକୁ ନେଇ ଭକ୍ତଚରଣ ଦାସଙ୍କ ପାଖକୁ ଯିବା, ସେ ଦେବୀରୁ ମାନବୀରୁ ଦେବୀ ସ୍ତରକୁ ତାଙ୍କର ରାଧାଙ୍କୁ ମଧ୍ୟ ଉନ୍ନୀତ କରିନାହାନ୍ତି। ଅପୂର୍ବ ମାନବୀୟତା ଭିତରେ ହୁଏତ ସେ ଭକ୍ତିକୁ ବାଢ଼ିବା ପାଇଁ ଚେଷ୍ଟା କରିଛନ୍ତି। ଯୋଉଥିପାଇଁ କୃଷ୍ଣ ଯେତେବେଳେ ଚାଲି ଯାଉଛନ୍ତି ଗୋପରୁ ମଥୁରାକୁ, ସେତେବେଳେ ତାଙ୍କର ଅକ୍ରୁର ରଥକୁ ସେମାନେ ବନ୍ଦ କରିଦେବା ପାଇଁ ଚାହୁଁଛନ୍ତି। କୃଷ୍ଣର ଗମନ ଚାହିଁ ଛନ ଛନ ହୋଇ ସକଳ ଗୋପାଙ୍ଗନା ଗୁରୁ ଗୌରବ ବାରିନ ପାରନ୍ତି ଆରତେ ସଫଇ ନୟନା। କୃଷ୍ଣ ହେ ଆହେ ବାରିଧର ବରନା ବିନା ଦୋଷେ ରୋଷେ ନାଶ କରିଯାଅ ନହ ଗୋପୀ କୂଳ ପୁତନା। ଏ ଉକ୍ତି ଭିତରେ ମଧ୍ୟ ଆମେ ଯେଉଁ ରାଧାଙ୍କୁ ଦେଖୁ, ଯେଉଁ ଗୋପୀଙ୍କୁ ଦେଖୁ, ଅବଶ୍ୟ ଦୀନକୃଷ୍ଣଙ୍କର କାବ୍ୟରେ ହୁଅନ୍ତୁ ବା ଭକ୍ତଚରଣ ଦାସଙ୍କର କାବ୍ୟରେ ହୁଅନ୍ତୁ, ରାଧା ଗୋଟେ ସ୍ପେସିଆଲ ନିଜର ଭୂମିକାକୁ ସାବ୍ୟସ୍ତ କରିନାହାନ୍ତି। 16,000 ଗୋପାଙ୍ଗନାଙ୍କ ଭିତରେ ସେ ଗୋଟେ ସତ୍ତା ମାତ୍ର, one of the individual within the 16,000 female। এই কথাটিକୁ ଏ କବିମାନେ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରଥମ କରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନ୍ୟ ଗୋପାଙ୍ଗନା ମାନଙ୍କୁ ଗୋଟେ ଶକ୍ତିଶାଳୀ ଭୂମିକା ନ ଦେଇ ଏକମାତ୍ର କୃଷ୍ଣଙ୍କର ପ୍ରେମାଙ୍ଗିନୀ ଭାବରେ ରାଧା ଶକ୍ତିକୁ ସେ ଉପସ୍ଥାପନ କରିଛନ୍ତି, ଯାହାର ସୋର୍ସ 2ଟି ସୂତ୍ରରୁ ଆସିଥାଇପାରେ। ଗୋଟିଏ ରୂପ ଗୋସ୍ୱାମୀଙ୍କର ବିଦଗ୍ଧ ମାଧବ ନାଟକ ଏବଂ ଅନ୍ୟଟି ହେଉଛି ଆମର ବ୍ରହ୍ମବୈବର୍ତ ପୁରାଣ, ଯେଉଁ ପୁରାଣରେ ରାଧାଙ୍କର ତାତ୍ତ୍ୱିକ ଦିଗର ଚିତ୍ର ରହିଛି। ରାଧେ ତେଜଂ ସଂସିଦ୍ଧା ରକାର ଦାନବାଚକୁ, ଏ ଯେଉଁ ଉକ୍ତିଟି ରହିଛି ବ୍ରହ୍ମବୈବର୍ତ ପୁରାଣରେ, ରାଧେ ତେଜଂ ସଂସିଦ୍ଧା ରକାର ଦାନବାଚକ, ଏ ରକାର ଦାନବାଚକ ଶବ୍ଦଟି ୟୁଜ୍ ମଧ୍ୟ କରିଛନ୍ତି ଅଭିମନ୍ୟୁ ଯେତେବେଳେ ତାଙ୍କର ରାଧା ଜନ୍ମ ଭୂଖଣ୍ଡ 4ଥ ଛନ୍ଦରେ ଦେଇଛନ୍ତି। ମୁଖ୍ୟ ବକ୍ତା ମଧ୍ୟ କହୁଥିଲେ ରଶ୍ମି ରସ ଅଗ୍ନି ବୀଜ ଅଧିକା ଜାଣି ରାଧିକା ନା ଦେଲେ ତ। ବିଶ୍ୱାମିତ୍ର ଋଷି ତାହାକୁ ଯେତେବେଳେ ନାମକରଣ କଲେ, ରଶ୍ମି ରସ, ର କହିଲେ ଆମେ ଶୁଦ୍ଧ ସୁବର୍ଣ୍ଣକୁ ବୁଝଉ, ସୁନାର ଅନ୍ୟ ନାମ ହେଲା ରଶ୍ମି, ଯାହାକୁ ଇଂରାଜୀରେ ରେ ବୋଲି କହୁ। ଇଂରାଜୀ ବା ସୂର୍ଯ୍ୟ ରଶ୍ମିକୁ ରେ ବୋଲି କୁହାଯାଏ। ସୂର୍ଯ୍ୟଙ୍କର ରଶ୍ମି, ସୂର୍ଯ୍ୟଙ୍କର ଆଲୋକ ସହିତ ସୁବର୍ଣ୍ଣର ତେଜ ତୁଳନୀୟ ହୁଏ, କିନ୍ତୁ ଏ ସୁନାଟି ଯେତେବେଳେ ଅଗ୍ନିରେ ପୋଡ଼ିଯାଏ ସେ ଆହୁରି ତେଜିଆନ ଦିଶେ। ତେଣୁ ଶୁଦ୍ଧ ସୁବର୍ଣ୍ଣକୁ ଅଗ୍ନିରେ ପୋଡ଼ିଲା ପରେ ସେ ଯେପରି ତେଜିଆନ ଦିଶେ, ସେହିପରି ରୂପ ଧାରଣ କରିଥିଲେ ରାଧା ବୋଲି ତାଙ୍କର ନାଁ ହେଲା ରାଧିକା। ରଶ୍ମି ରସ ଅଗ୍ନି ବୀଜ ଅଧିକା ଜାଣି ରାଧିକା ନା ଦେଲେ ତ। ଏକ ପକ୍ଷରେ ସୁବର୍ଣ୍ଣର ବର୍ଣ୍ଣ, ଅନ୍ୟ ପକ୍ଷରେ ଅଗ୍ନିରେ ଦହନ କରିବା ଦ୍ୱାରା ଶୁଦ୍ଧ ସୁବର୍ଣ୍ଣଟି ଯେମିତି ଝଟକି ଉଠେ, ସେହିପରି ବର୍ଣ୍ଣ ଧାରଣ କରିଥିଲେ ଜନ୍ମ ମୁହୂର୍ତ୍ତରୁ ବୋଲି ତାଙ୍କୁ ଅଧିକ ରା, ଏ ରା ବା ରାଧିକା ଶବ୍ଦଟି ପରିକଳ୍ପନା କରିଛନ୍ତି। ହୁଏତ ମୋର ମତରେ ବ୍ରହ୍ମବୈବର୍ତ ପୁରାଣର ଏ ଉକ୍ତିଟି ତାଙ୍କୁ ଅନୁପ୍ରେରିତ କରିଥିବ, କାରଣ ବହୁ ଶାସ୍ତ୍ରଦର୍ଶୀ କବି ଜଣେ ଥିଲେ ଅଭିମନ୍ୟୁ ସାମନ୍ତ ସିଂହାର।
ସେ ବହୁ ଗ୍ରନ୍ଥ ଅଧ୍ୟୟନ କରିଛନ୍ତି। ଓଡ଼ିଶାର ଏକ ତଥାକଥିତ ଉପାନ୍ତ ଅଞ୍ଚଳରେ ତାଙ୍କର ଜନ୍ମ ଏବଂ ତାଙ୍କର ସମକାଳକୁ ଯଦି ଆମେ ନିର୍ଦ୍ଧାରଣ କରିବା, ସେ ସମୟରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଏତେ ସୁଦୃଢ଼ ନଥିଲା। ପୁଣି ପୂର୍ବପୁରୁଷ ଆସିଥିଲେ ରାଜସ୍ଥାନରୁ, ଯୋଧପୁର ବା ଜୟପୁର ଅଞ୍ଚଳରୁ ଆସି ଏଇଠି ଯେତେବେଳେ ପୁରୀ ଭୋଇ ରାଜାଙ୍କର ଅନୁକମ୍ପା ଲାଭ କରି ଏହି ଅଞ୍ଚଳରେ ଜମିଦାରୀ ପ୍ରାପ୍ତ ହେଲେ, ଗୋଟେ ସମ୍ଭ୍ରାନ୍ତମୟ ଜୀବନ ଭିତରେ ଅତିବାହିତ କରି ଏ ରାଜାଙ୍କର ତାତ୍ତ୍ୱିକ ଦିଗକୁ ଅନୁପ୍ରବେଶ କରିବା ପାଇଁ ତାଙ୍କର ସମସ୍ତ ଅବସର ସମୟକୁ ଶାସ୍ତ୍ର ଚର୍ଚ୍ଚାରେ ସେ ବିନିଯୋଗ କରିଥିବେ ନିଶ୍ଚୟ, ଏବଂ ତାର ରସମାଧୁର୍ଯ୍ୟକୁ ଓଡ଼ିଆ କାବ୍ୟ ମାଧ୍ୟମରେ ପରିବେଷଣ କରି ଓଡ଼ିଆ ସାହିତ୍ୟରେ ଅପୂର୍ବ କୀର୍ତ୍ତି ଅର୍ଜନ କରିଛନ୍ତି। ଯେଉଁ ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କ କବିତା ଭିତରେ ରାଧାକୃଷ୍ଣ ପ୍ରେମର ଦ୍ୟୁତି, ପ୍ରେମର ମହକ ଏତେ ତୀବ୍ର ହୋଇଛି ଯେ ପ୍ରାଚ୍ୟ ପାଶ୍ଚାତ୍ୟ ସମସ୍ତ କବିଙ୍କର ଭାବଧାରା ସହିତ ତାଙ୍କର ପ୍ରେମ ତତ୍ତ୍ୱର ମହାନତା ମହକ ସାମଞ୍ଜସ୍ୟ ରକ୍ଷା କରେ। ଆପଣମାନେ ଗୋଟେ ବହୁ ଚର୍ଚ୍ଚିତ ପଦ ଜାଣିଥିବେ, ଯେତେବେଳେ ପ୍ରେମର ଚିତ୍ର ଦେଉଛନ୍ତି ସେ ରାଧାଙ୍କର ପ୍ରେମଟା କ'ଣ? ଅନଳ ନହଇ ଦେହ ଦହଇ, ଅସ୍ତ୍ର ନହଇ ମରମେ ଭେଦଇ, ନହଇ ତ ଜଳ ବୁଡ଼ାଏ କୂଳ, ନହଇ ମାଦକ କରେ ବିଫଳ, ନହଇ ବଡ଼ଶିଗ ବୟ ମନ ମିନ ନିଏ ଆକର୍ଷି। ଏ ଆଳଙ୍କାରିକ ପଦ ଭିତରେ ପ୍ରେମ ଏପରି ଏକ ତତ୍ତ୍ୱ, ପ୍ରେମ ଏପରି ଏକ ସତ୍ୟ ଯେ ପ୍ରଥମରୁ କହୁଛନ୍ତି ଅନଳ ନହଇ ଦେହ ଦହଇ। ପ୍ରେମଟା ପ୍ରକୃତରେ ଅଗ୍ନି ନୁହେଁ, କିନ୍ତୁ ଅଗ୍ନିର କାର୍ଯ୍ୟ କରେ। ଅଗ୍ନି ଯେମିତି ଯେକୌଣସି ବସ୍ତୁକୁ ଜାଳି ପୋଡ଼ି ଦିଏ, ପ୍ରେମର ନିଆଁ ଥରଟିଏ ହୃଦୟ ଭିତରେ ଆସିଲେ ତାହା ସମଗ୍ର ଶରୀରକୁ ଅନ୍ତର୍ଦହନ କରିଦେଇପାରେ। ଅନଳ ନହଇ ଦେହ ଦହଇ, ଏ ସତ୍ୟ ସହିତ ୱାଲ୍ଟର ରାଲେଙ୍କର ଗୋଟେ କବିତାକୁ ଆମେ ଉଦାହରଣ ଦେଇପାରିବା। ଲଭ୍ ଇଜ୍ ଏ ଡ୍ୟୁରେବୁଲ ଫାୟାର ଇନ୍ ଦ ମାଇଣ୍ଡ, ଏଭର ବର୍ନିଂ, ନେଭର ସିକ୍, ନେଭର କୋଲ୍ଡ ଫ୍ରମ୍ ଇଟସେଲ୍ଫ, ନେଭର ଟର୍ନିଂ। ୱାଲ୍ଟର ରାଲେଙ୍କର ଉକ୍ତି ଭିତରେ ମଧ୍ୟ କୋଉ ଗୋଟେ ପାଶ୍ଚାତ୍ୟ ଦେଶର କବି ମଧ୍ୟ ପ୍ରେମକୁ ନିଆଁ ସହିତ ତୁଳନା କଲେ। ଅଭିମନ୍ୟୁ ତୁଳନା କଲେ ନିଆଁ ସହିତ, ୱାଲ୍ଟର ରାଲେ ତୁଳନା କଲେ ପ୍ରେମକୁ ନିଆଁ ସହିତ। ଏ ମହାକବି ମାନଙ୍କର ଚିନ୍ତାଧାରାର ଯେଉଁ ସାମଞ୍ଜସ୍ୟ, ବିଶ୍ୱର କୋଣାନୁକୋଣରେ ବସବାସ କରୁଥିଲେ ମଧ୍ୟ ସେମାନଙ୍କର ମହତ୍ ଚିନ୍ତାଧାରାର ସାମଞ୍ଜସ୍ୟ ଆମେ ଲକ୍ଷ୍ୟ କରିପାରିବା। ଅନଳ ନୁହେଁ, କିନ୍ତୁ ଅନଳର କାର୍ଯ୍ୟ କରେ। ଅସ୍ତ୍ର ନୁହଇ ମରମେ ଭେଦଇ, ପ୍ରେମଟା ଗୋଟେ ଅସ୍ତ୍ର, କିନ୍ତୁ ଏପରି ଅସ୍ତ୍ର ସେ ମର୍ମକୁ ଭେଦ କରିପାରେ। ବାସ୍ତବରେ ଅସ୍ତ୍ରର ସ୍ୱରୂପ ନୁହେଁ ସେ, କିନ୍ତୁ ଅସ୍ତ୍ରର ଗୁଣାଗୁଣ ତା ପାଖରେ ରହିଛି। ଶରୀରକୁ ଯେତେବେଳେ କନ୍ଦର୍ପର ସ୍ୱର ବିଦ୍ଧ ହୋଇଯାଏ, ପ୍ରେମ ଗଦ୍ଗଦ ହୋଇଯାଏ, ଯେତେବେଳେ ମଣିଷ ତାର ମର୍ମକୁ ତାହା ଭେଦ କରିଯାଏ, ସେ ଉନ୍ମନା ହୋଇଯାଏ, ସେ ବଞ୍ଚିବା ଦୁର୍ବିଷହ ହୋଇଯାଏ। ଅନଳ ନହଇ ଦେହ ଦହଇ, ଅସ୍ତ୍ର ନହଇ ମରମେ ଭେଦଇ, ନହଇ ତ ଜଳ ବୁଡ଼ାଏ କୂଳ। ପ୍ରେମଟା ପ୍ରକୃତରେ ପାଣି ନୁହେଁ। ପାଣି ଯେମିତି ମଣିଷକୁ ବୁଡ଼େଇ ଦିଏ, ଏ ପ୍ରେମ ଏପରି କୂଳକୁ ବୁଡ଼ାଇ ଦେଇପାରେ, ବଂଶ ପରମ୍ପରାକୁ ବୁଡ଼ାଇ ଦେଇପାରେ, ଜାତି କୂଳର ମର୍ଯ୍ୟାଦାକୁ ଭାଙ୍ଗି ଦେଇପାରେ। ପ୍ରେମ ଏ ମହତ୍ତ୍ୱ ପରିପ୍ରକାଶ କରୁଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କର ଉକ୍ତି ଭିତରେ। ନହଇ ମାଦକ କରେ ବିଫଳ, ମଣିଷମାନେ ମାଦକ ଖାଇଲେ ହୁଏତ ବିଫଳ ହୋଇଯାଆନ୍ତି, ବିଫଳିତ ହୋଇଯାଆନ୍ତି, ପାଶର ହୋଇଯାଏ, ସ୍ଥିତାବସ୍ଥା ସମ୍ପର୍କରେ ସେମାନେ ଆଉ ଜ୍ଞାନ ଧାରଣ କରିପାରନ୍ତି ନାହିଁ। ରାଧାଙ୍କର ଚିତ୍ରଣ କରିବା ବେଳେ ଅଭିମନ୍ୟୁ ଶାଶ୍ୱତ ପ୍ରେମର ଏ ଯେଉଁ ଦିଗଟିକୁ ଚିହ୍ନଟ କରିଛନ୍ତି, ତାହା ସବୁ ଯୁଗ ପାଇଁ ପ୍ରଯୁଜ୍ୟ ହୋଇପାରେ। ପ୍ରେମ ବଦଳି ପାରିବ ନାହିଁ। 1000 ବର୍ଷ ତଳେ ପ୍ରେମ ଯାହା ଥିଲା, ହୃଦୟରେ ଯେଉଁ ଭାବ ସଞ୍ଚାର କରୁଥିଲା, ଆଜି ବି ମଣିଷ ଭିତରେ ସେହି ପ୍ରେମ ଅଛି ବୋଲି ଏ ସଂସାର ତିଷ୍ଠି ରହିଛି। ତେଣୁ ସେ କହିଲେ ଏପରି ଗୋଟେ ମାଦକତାର ଶକ୍ତି ପ୍ରେମ ଭିତରେ ରହିଛି, ମଣିଷ ମୁହ୍ୟମାନ ହୋଇଯାଏ, ମଣିଷ ବିଫଳ ହୋଇଯାଏ। ନହଇ ବଡ଼ଶିବ ବଳେ ମନ ମିନ ନିଏ ଆକର୍ଷି। ବଡ଼ଶି ବା ବଂଶୀ କଣ୍ଟା ନୁହେଁ, ଯୋଉଟା ଗାଡ଼ିଆରେ ବଂଶୀ ପକେଇକିରି ମାଛ ଧରାଯାଏ, ସେ ସେପରି ନୁହେଁ, କିନ୍ତୁ ସେଇ କାର୍ଯ୍ୟଟି କରେ। ମନ ରୂପକ ମିନକୁ ଆକର୍ଷଣ କରିବାର କ୍ଷମତା ରହିଛି ଏ ପ୍ରେମ ପାଖରେ। ତାହାକୁ ସାବ୍ୟସ୍ତ କରିଛନ୍ତି କବି ଅଭିମନ୍ୟୁ ତାଙ୍କର କବିତାବଳୀ ଭିତରେ, ଏବଂ ଶାଶ୍ୱତ ପ୍ରେମର କବି ଭାବରେ ନିଜକୁ ପରିଚୟ ଦେଇପାରିଛନ୍ତି। ଆମେ ଯେତେବେଳେ ଦେଖୁଛୁ କେବଳ ରାଧାକୃଷ୍ଣଙ୍କୁ ଅନୁରକ୍ତ ହେଉଥିଲେ ତା ନୁହେଁ, କୃଷ୍ଣ ମଧ୍ୟ ରାଧାଙ୍କ ପ୍ରତି
ଅଶେଷ ତ୍ୟାଗ ସ୍ୱୀକାର କରି ତାଙ୍କ ପ୍ରେମରେ ବିମୋହିତ ହୋଇ ଯାହା କହୁଛନ୍ତି ଯେ ବୈଷ୍ଣବ କବିମାନେ ସବୁବେଳେ ତାଙ୍କର କୃଷ୍ଣଙ୍କୁ ରାଧାଙ୍କର ଧୂଳି ନଖାଇବା ପାଇଁ ଚେଷ୍ଟା କରିଛନ୍ତି। ନାରୀକୁ ଗୋଟେ ମହନୀୟ ଶକ୍ତିର ମର୍ଯ୍ୟାଦା ଦେଇଛନ୍ତି, ପୁରୁଷ ଠାରୁ ମହାନ ଭାବରେ ପ୍ରତିପାଦନ କରିଛନ୍ତି କବିମାନେ, ବୈଷ୍ଣବ ଉତ୍କଳୀୟ ବୈଷ୍ଣବ କବିମାନେ, ଯେଉଁଥିପାଇଁ ସେଦିନ ଶ୍ରୀମନ୍ଦିରର ଦ୍ୱାର ଦେଶରେ ଛିଡ଼ା ହୋଇ ଭକ୍ତ ପ୍ରାଣ ଶ୍ରୀ ଚୈତନ୍ୟ ଜଗନ୍ନାଥଙ୍କୁ ସ୍ତୁତି କରିଥିଲେ, ହେ ପ୍ରଭୁ ତୁମେ କାଳିଆ ଠାକୁର ନୁହଁ, ମୋର କୃଷ୍ଣ ଠାକୁର ତୁମେ, କୃଷ୍ଣ କଳା ଜଗନ୍ନାଥ କଳା, ତୁମେ ଯଦି ମୋର କୃଷ୍ଣ, ମୁଁ ହେଉଛି ତୁମର ରାଧା। ଆଜି ମୁଁ ଡ୍ରେସ୍ ଏମିତି ପିନ୍ଧିବି, ଏମିତି ପୋଷାକ ପରିଧାନ କରିବି, ଗୋଟେ ନାରୀ ବେଶ ଧାରଣ କରିବି। ଏବଂ ସେଦିନ ସେ ଗୋଟେ ନାରୀର ବସ୍ତ୍ର ପରିଧାନ କରି ଶାଢ଼ୀ ପିନ୍ଧି ସାରା ରାତି ବିତେଇ ଦେଇଥିଲେ। ନିଶିଦିନ ମାଧବ ମନ୍ଦିରେ ମଏ, ନିଶିଦିନ ମାଧବ ମନ୍ଦିରେ ମଏ, ନିଶିଦିନ ମାଧବ ମନ୍ଦିରେ ମଏ, ଏଇଟା କୀର୍ତ୍ତନ କରି କରି ସାରା ରାତି ବିତେଇ ଦେଇଥିଲେ। ଦିନେ ଯେଉଁ ଚୈତନ୍ୟ, ସେଇ ଚୈତନ୍ୟଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ଆମ ଓଡ଼ିଆ କବିମାନେ। ଏବେ ଆମର ଅଭିମନ୍ୟୁ ମଧ୍ୟ, ଯୋଉଥିପାଇଁ ବିଦଗ୍ଧ ଚିନ୍ତାମଣିର ପ୍ରଥମ ଛାନ୍ଦରେ ଆପଣମାନେ ଦେଖିବେ, ଔଷଧି ସ୍ନାନ ନହେ ମାଗୁଛି ପଦ ଧରି, ଓ କରିବି ଆଲୋ ଦାସୀ ଡାକିଲେ କିଶୋରୀ। କିଶୋରୀ କିଏ? କିଶୋରୀ ରାଧା। କେବଳ ରାଧା ନୁହେଁ, ରାଧାଙ୍କର ଦାସୀଟିଏ ହେବା ପାଇଁ ମଧ୍ୟ ଅକୁଣ୍ଠିତ ହୋଇଛନ୍ତି କବି ଅଭିମନ୍ୟୁ। ଏଇଟା ହେଉଛି ନାରୀ ପ୍ରାଣତା। ନାରୀ ଭିତରେ ପ୍ରେମ ଥାଏ, ପ୍ରେମକୁ ଧାରଣ କରିବାର ଶକ୍ତି ନାରୀ ଭିତରେ ଥାଏ ବୋଲି ତ ସେ ଜନନୀ। କାରଣ ସନ୍ତାନ ସୃଷ୍ଟି ପୁରୁଷ କରିପାରେ ନାହିଁ, ନାରୀଟିଏ ହିଁ କେବଳ ସନ୍ତାନ ସୃଷ୍ଟି କରେ। ଏ ସୃଜନଶୀଳତାର ଗୁଣ ଭିତରେ ରହିଥାଏ ପ୍ରେମ। ପ୍ରେମର ସୃଜନୀ ଶକ୍ତି ନାରୀ ପାଖରେ ରହିଛି। ସେଇଥିପାଇଁ ପ୍ରତ୍ୟେକ ଆତ୍ମା ଭକ୍ତ କବିମାନଙ୍କର ନିକଟରେ ଗୋଟେ ନାରୀ ଗୁଣ ଧାରଣ କରିଥାଏ ଏବଂ ସେଇଥିପାଇଁ ନିଜକୁ ନାରୀ ଭାବରେ ଦୀକ୍ଷିତ କରନ୍ତି ସେମାନେ। ଏବଂ ସେଇ କଥାକୁ ଅଭିମନ୍ୟୁ ତାଙ୍କର କାବ୍ୟରେ ବିଶେଷ ଭାବରେ ଚିତ୍ରଣ କରିଛନ୍ତି। ଆମେ ଯେତେବେଳେ ତାଙ୍କର ଆଦ୍ୟ ପର୍ଯ୍ୟାୟର ରଚନା ଗୁଡ଼ିକୁ ଦେଖିବା, ସେ ବାଘ ଗୀତ ହଉ, ଚଢ଼େଇ ଗୀତ ହଉ, ବୋଲେ ହୁଁ ଗୀତ ହଉ, ଅତ୍ୟନ୍ତ ସୁନ୍ଦର ଭାବରେ ଗାନ କରିପାରନ୍ତି ଆମର ଶରଦ ସାର୍। ମୁଁ ଶୁଣିଛି ତାଙ୍କ କଣ୍ଠରୁ, ଏତେ ମାଧୁର୍ଯ୍ୟପୂର୍ଣ୍ଣ ସେ ଗୀତ ଯେ ଯେକୌଣସି ଲୋକକୁ ତାହା ମୁଗ୍ଧ କରିଦେଇପାରିବ। ସେଥିରେ ଭାବର କେତେ ଗହନତା ଅଛି ତାହା ମାପିବା ଅପେକ୍ଷା ସେ ପଦ ମାଧୁର୍ଯ୍ୟ ସୃଷ୍ଟି କରିବାରେ ଯେଉଁ ଶବ୍ଦ ସଂଯୋଜନା କରିଛନ୍ତି, ସେ ଶବ୍ଦ ଗୁଡ଼ିକ ଯେକୌଣସି ପାଠକର ହୃଦୟକୁ ତରଳାଇ ଦେଇପାରେ। ଅଳ୍ପ ବୟସରେ ଏପରି କାବ୍ୟଶ୍ରୀ ସମ୍ପନ୍ନ ଗୁଣ ଧାରଣ କରିଥିବା ଅଭିମନ୍ୟୁ ତାଙ୍କର ପରିପକ୍ୱ ବୟସରେ ତାତ୍ତ୍ୱିକ ଦିଗରେ ଉଚ୍ଚତା ସ୍ପର୍ଶ କରି ରାଧାଙ୍କୁ ଏପରି ତତ୍ତ୍ୱମସୀ, ତତ୍ତ୍ୱମୟୀ, ତତ୍ତ୍ୱବୋଧିନୀ ଭାବରେ ଚିତ୍ରଣ କରିଛନ୍ତି, ଆହ୍ଲାଦିନୀ ଶକ୍ତିର ଅଧିକାରୀ ଭାବରେ ପ୍ରତିପାଦନ କରିଛନ୍ତି, ଯାହା ଫଳରେ ଆମେ ଲକ୍ଷ୍ୟ କରିପାରିବା ତାଙ୍କର ପ୍ରତ୍ୟେକଟି ମୁହୂର୍ତ୍ତ କେବଳ କୃଷ୍ଣ ଚିନ୍ତାରେ ଅତିବାହିତ ହେଉଛି। ତାଙ୍କର ଗୋଟେ ଲୋକପ୍ରିୟ ଛାନ୍ଦର କଥା ମୁଁ କହିବି, 52 ଛାନ୍ଦ ବିଦଗ୍ଧ ଚିନ୍ତାମଣିର, ଯେଉଁଥିରେ ବହୁ ପାଠକ ଅଭ୍ୟସ୍ତ ଅଛନ୍ତି, ଯାହା ଅନେକ ସଙ୍ଗୀତକାର ମଧ୍ୟ ଗାନ କରିଛନ୍ତି। ଏବଂ ସେ ପଦଟି ହେଲା, କୃଷ୍ଣ ଖୋଜୁଛନ୍ତି ରାଧାଙ୍କୁ, ଦୂତି ମାଧ୍ୟମରେ ପଚାରୁଛନ୍ତି ଏବଂ ରାଧା କଣ କରୁଛନ୍ତି, ଦୂତି ତାର ଉତ୍ତର ଦେଉଛନ୍ତି। ସେ 52 ଛାନ୍ଦର ପଦଟି, କାଳିଆ କମଳ ଦେଖିଲେ କମଳ ନୟନରେ ହୁଏ ଜର ଜର, ଦେଖି ନବଘନ ତାର ଅପଘନ, ପୁଲକି ଉଠାଇ ଥର ଥର ଘନ ସୁନ୍ଦର, ହେ ଯମୁନା ଯିବାକୁ ତର ତର, ଏ ଅତି ବିଚିତ୍ର କଜ୍ଜଳରେ ଚିତ୍ର ଲେଖି ଚୁମ୍ବ ଦିଏ ବାର ବାର। ତାର ପ୍ରଶ୍ନଟି ଥିଲା, ଶ୍ରୀରାଧା ବାତୁଳି ପ୍ରେମ ରତ୍ନ ତୁଳି ଘେନ ଚିହ୍ନର ଗ୍ରାହକ ମାନେ, କୃଷ୍ଣ ଅତି ଦିନେ ଦୂତିକାକୁ ଝନ୍ନି ଛନ୍ନେ ପଚାରନ୍ତି କର ଧରି ଦିନେ। ଏ ପ୍ରଶ୍ନ ପଚାରିଲେ ଯେ ମୋର ପ୍ରାଣବଲ୍ଲଭୀ କଣ କରୁଛି, ସେ ବିଷୟ କହି ମୋର କର୍ଣ୍ଣକୁ ତୁମେ ରସାୟନ କର, ମୋର କର୍ଣ୍ଣକୁ ପବିତ୍ର କର। ଦୂତି ଆନ୍ସାର ଦେଲା ଯେ, ହେ ନବନାଗର ନୀଳବର୍ଣ୍ଣ ସଦୃଶ ହେ ଶ୍ରୀକୃଷ୍ଣ, ମୁଁ ଏଇଆ ଲକ୍ଷ୍ୟ କରିଛି, କାଳିଆ କମଳ ଦେଖିଲେ କମଳ ନୟନରେ ହୁଏ ଜର ଜର। କଳା ପଦ୍ମକୁ ସେ ଯେତେବେଳେ ଦେଖନ୍ତି ତାଙ୍କର ଆଖି ଜର୍ଜରିତ ହୋଇଯାଏ, ଆଖିରେ ଲୋତକ ଧାରଣ କରେ, କାରଣ ସେ କଳା ବର୍ଣ୍ଣ ସହିତ ତୁମର ବର୍ଣ୍ଣର ସାଦୃଶ୍ୟ ରହିଛି। ନବ ବିକଶିତ ଏ ମେଘ, ଆଷାଢ଼ିଆ ମେଘ, କଳାହାଣ୍ଡିଆ ମେଘକୁ ଯେତେବେଳେ ସେ ଦେଖନ୍ତି,
ତାଙ୍କର ଛାତିରେ ନୃତ୍ୟ ଆରମ୍ଭ ହୋଇଯାଏ। ଦେଖି ନବଘନ ତାର ଅପଘନ ପୁଲକି ଉଠେଇ ଥରହର ଅପୂର୍ବ ନବପଲ୍ଲବିତ ମେଘ ସଦୃଶ ତୁମକୁ ସେ ଅନୁଭବ କରି ତାର ପ୍ରାଣରେ ସ୍ପନ୍ଦନ ସୃଷ୍ଟି ହୁଏ। ଏବଂ ବିଚିତ୍ର କଥା ଏ ଶ୍ରୀକୃଷ୍ଣ ଏ ଅତି ବିଚିତ୍ର କଜ୍ଜଳରେ ଚିତ୍ର ଲେଖି ଚୁମ୍ବ ଦିଏ ବାର ବାର। ରାଧା ଆଖିରେ କଜ୍ଜଳ ଧାରଣ କରନ୍ତି ଏବଂ ସେ କଜ୍ଜଳର ରଙ୍ଗ ହେଉଛି କୃଷ୍ଣଙ୍କର ରଙ୍ଗ। ତେଣୁ ସେ ଯେତେବେଳେ ପତ୍ର ଲେଖୁଛନ୍ତି କୃଷ୍ଣଙ୍କ ପାଖକୁ ଗୋଟେ ଗୋପନ ପ୍ରଣୟ ପତ୍ର, ସେତେବେଳେ ସେ ପଦ୍ମପତ୍ରରେ ଲିଖିତ କଜ୍ଜଳର ପତ୍ରକୁ ଚୁମ୍ବନ ଦେଉଛନ୍ତି ସେ ବାରମ୍ବାର। ଏ ହେଉଛି କୃଷ୍ଣଙ୍କର ପ୍ରୀତିର ଯୋଉ ଅମାପ ଶକ୍ତି ରାଧାଙ୍କ ପାଖରେ। ପ୍ରେମପୂର୍ଣ୍ଣ ଏ ପୃଥିବୀ, ପ୍ରେମପୂର୍ଣ୍ଣ ମନୁଷ୍ୟ ଏବଂ ସେ ପ୍ରେମ ରହିଛି ନାରୀର ହୃଦୟକନ୍ଦର ଭିତରେ, ସେ ରାଧା ତତ୍ତ୍ୱ ଭିତରେ ଶାଶ୍ୱତ ପ୍ରେମର ଜୟଗାନ କରୁଥିବା କବିମାନେ ତେଣୁ ନାରୀ ପ୍ରେମ ଭିତରେ ଅପୂର୍ବ ଶକ୍ତିକୁ ପରିକଳ୍ପନା କରିଛନ୍ତି। ଏବଂ ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କର ପ୍ରତ୍ୟେକ କାବ୍ୟ ଭିତରେ ଯେଉଁ ଶବ୍ଦ ଚାତୁରୀ ଏବଂ ପ୍ରେମ ମାଧୁର୍ଯ୍ୟ ତାତ୍ପର୍ଯ୍ୟକୁ ଉଲ୍ଲେଖ କରିଛନ୍ତି, ଯୁଗ ଯୁଗ ଧରି ତାହା ପାଠକମାନଙ୍କୁ କେବଳ ଅନୁପ୍ରାଣିତ କରିନାହିଁ, ପରବର୍ତ୍ତୀ କାଳର କବିମାନଙ୍କୁ ମଧ୍ୟ ତାହା ପ୍ରଭାବିତ କରିଛି। ମୁଁ ଗତ ଥର ଆସିଲା ବେଳେ 3 ଗୋଟି ଉଦାହରଣ ଦେଇଥିଲି ଆପଣମାନଙ୍କୁ। ରାଧା ମରିଯିବା ପରେ କ'ଣ ଚାହୁଁଛନ୍ତି ଏବଂ ଗଙ୍ଗାଧରଙ୍କର ସୀତା କ'ଣ ଚାହୁଁଛନ୍ତି ଏବଂ ମାଧବ ମାନସିଂ ନିଜେ କ'ଣ ଚାହୁଁଛନ୍ତି, ତାଙ୍କର ପ୍ରଣୟିନୀ ମରିଗଲା ପରେ କ'ଣ କରିବେ। ଏ ଯେଉଁ କ୍ରମିକ ଉତ୍ତରଣ ଆମେ ପ୍ରେମର ଭାବାନୁଭୂତି ଭିତରେ ଗୋଟେ ନାରୀ ପ୍ରେମ ପାଇଁ ବାର ବାର ପୃଥିବୀକୁ ଅବତୀର୍ଣ୍ଣ ହେବା ପାଇଁ କବି ଲେଖକମାନେ ପ୍ରଣୟୀ କବିମାନେ ଯେଉଁ ପରିକଳ୍ପନା କରିଛନ୍ତି, ଏ ସୂତ୍ରଟି ଆସୁଛି ପ୍ରକୃତରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ରାଧା ଚରିତ୍ର ଭିତରୁ। ସେ ରାଧା ପରମ ପୂଜ୍ୟା, ସେ ରାଧା ତାଙ୍କର ଅଗ୍ରଗଣ୍ୟା, ସେ ରାଧାଙ୍କୁ ସେବା କରି ସମଗ୍ର ଜୀବନ ଅତିବାହିତ କରିଛନ୍ତି। ରାଧା ମାଧବଙ୍କର ସେ ଭକ୍ତ, ରାଧା ପୁତ୍ର, ରାଧା ମାନସିକତା ସମ୍ପନ୍ନ ଦାସ୍ୟ ଭକ୍ତ। ଅଭିମନ୍ୟୁଙ୍କର ମାଟିରେ ଛିଡ଼ା ହୋଇ ମୋତେ ବି ଭଗବାନ କୃପା କରନ୍ତୁ, ସେ ରାଧା ମାନସିକତାରେ ପରିପୂର୍ଣ୍ଣ କରିବା ପାଇଁ ମୋର ସାରସ୍ୱତ ଜୀବନକୁ ରାଧା ମାନସିକତା ଅଭିଷିକ୍ତ କରୁ ଏବଂ ଆପଣମାନଙ୍କର ହୃଦୟରେ ମନୁଷ୍ୟ ପ୍ରତି, ପରିବାର ପ୍ରତି, ସମାଜ ପ୍ରତି, ଦେଶ ପ୍ରତି ସେ ଶାଶ୍ୱତ ପ୍ରେମ ଅବ୍ୟାହତ ରହୁ, ଯାହାଫଳରେ ଅଭିମନ୍ୟୁଙ୍କର କାବ୍ୟ ପଠନର ଏହା ହେବ ପ୍ରକୃତ ତାତ୍ପର୍ଯ୍ୟ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଜୟ ଅଭିମନ୍ୟୁ, ଜୟ ବିଦଗ୍ଧ।